ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ପ୍ରଥମେ ମୋର ନମସ୍କାର ଜଣାଏ। ଆଜି ପ୍ରଭୁ ଅନୁଗ୍ରହ କଲେ ଆମମାନଙ୍କୁ ବର୍ଷର ପ୍ରାୟ ଶେଷ ଦିନରେ ପହଞ୍ଚାଇଛନ୍ତି। 2025 ମସିହାକୁ ଆମେ ଛୁଇଁବା ପାଇଁ ଯାଉଛୁ ଏବଂ 2024 ମସିହାକୁ ବିଦାୟ ଦେବାକୁ ଯାଉଛୁ। ଏହା ସବୁ ଈଶ୍ୱରଙ୍କର ମଙ୍ଗଳ ଦାନ। ସେଥିପାଇଁ ଆଜି ଆମେ ଯେତେକ ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ଉପସ୍ଥିତ ହୋଇଅଛୁ, ଆଉ ଯୋଉମାନେ ମଧ୍ୟ ଅନଲାଇନରେ ଦେଖୁଛନ୍ତି, ଆଉ ସେମାନଙ୍କୁ ମୋର ହୃଦୟର କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ମୁଁ ଈଶ୍ୱରଙ୍କର ବାକ୍ୟରୁ କିଛି ପରିବେଷଣ କରିବା ପାଇଁ ଚାହେଁ। ଈଶ୍ୱରଙ୍କର ବାକ୍ୟ କହିବା ପୂର୍ବରୁ ଆମମାନେ ଗୋଟିଏ ପଦ ଗୀତ ଶୁଣିବା। ଆସୁ ଆମମାନେ ଗୀତ ଶୁଣିବା। ପ୍ରଭୁଙ୍କର ବାକ୍ୟ କହେ, ତୁମର ବାକ୍ୟ ମୋ ପଥ ପାଇଁ ଆଲୁଅ ଅଟେ। ଗୀତ ରଚକ ତାହା ଲେଖନ୍ତି ପ୍ରତିଟି ବିଶ୍ୱାସୀ ମାନଙ୍କ ପାଇଁ, ପ୍ରତିଟି ମାନବ ଜାତିର ଜୀବନ ପାଇଁ ଈଶ୍ୱରଙ୍କର ବାକ୍ୟ ମୂଲ୍ୟବାନ ଅଟେ। ତାହା ଏକ ପ୍ରେରଣାଦାୟୀ ଅଟେ। ଏ ଜଗତରେ ଅନେକ ସମୟରେ ଆମମାନେ ଈଶ୍ୱରଙ୍କୁ ଭୁଲି ଯାଇଥାଉ। ଈଶ୍ୱରଙ୍କର ମଙ୍ଗଳ ଦାନକୁ ବେଳେ ବେଳେ ଆମେ ପାଶୋରି ପକେଇଥାଉ, କିନ୍ତୁ ସେ ଆମମାନଙ୍କୁ କେବେ ବି ଭୁଲନ୍ତି ନାହିଁ କି ପାଶରନ୍ତି ନାହିଁ। ଏଭ୍ରି ପୁସ୍ତକରେ ଲେଖାଯାଏ ସେ କେବେ ଆମକୁ ଛାଡନ୍ତି ନାହିଁ। ବାଇବେଲରେ ପରମେଶ୍ୱର, ପ୍ରତିଜ୍ଞା ଯୁକ୍ତ ପରମେଶ୍ୱର, ପ୍ରତିଟି ବିଷୟକୁ ସେ ପ୍ରତିଜ୍ଞା କରନ୍ତି। ବାଇବେଲରେ ଆପଣଙ୍କର ଆଦି ପୁସ୍ତକଠୁ ଆରମ୍ଭ କରି ପ୍ରକାଶିତ ପୁସ୍ତକ ପର୍ଯ୍ୟନ୍ତ ପ୍ରାୟ ପ୍ରତିଜ୍ଞାରେ ପୂର୍ଣ୍ଣ ଅଟେ। ପ୍ରିୟ ବନ୍ଧୁଗଣ, ଏ ଜୀବନ ଯାତ୍ରା ମଧ୍ୟରେ ଆମେ ଯେତେବେଳେ ଯାତ୍ରା କରୁଛୁ, ଆମ ଜୀବନରେ ଦୁଃଖ, କଷ୍ଟ, ଅଭାବ, ଅନାଟନ, ରୋଗ, ସଙ୍କଟ ସବୁ ରହିଛି। କିନ୍ତୁ ଏ ସବୁକୁ ପ୍ରତିରୋଧ କରିବା ପାଇଁ, ବିଜୟ କରିବା ପାଇଁ ଯୀଶୁଖ୍ରୀଷ୍ଟ ଆମମାନଙ୍କ ସଙ୍ଗରେ ଅଛନ୍ତି। ଯୋଉମାନଙ୍କ ଜୀବନରେ ଯୀଶୁ ଅଛନ୍ତି, ସେମାନଙ୍କ ଜୀବନରେ ଆଶୀର୍ବାଦ ରହିଛି। ସେମାନେ ଯଦିବା ଦୁଃଖ ଦେଇ ଗତି କରିବେ, କଷ୍ଟ ଦେଇ ଗତି କରିବେ, ଅଭାବ ଦେଇ ଗତି କରିବେ, କିନ୍ତୁ ସେମାନେ ବିଜୟ ପ୍ରାପ୍ତ ହେବେ। ସେମାନଙ୍କ ଜୀବନ ପାଇଁ ଯୀଶୁଙ୍କର ଚଲାପଥ ଏକ ଆଶୀର୍ବାଦର ବିଷୟ ଅଟେ। ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ଯୋଉ ଅଂଶଟି ଆଜି ପାଠ କରିବାକୁ ଯିବା, ତାହା ମୁଁ ଆପଣମାନଙ୍କୁ ପରିଚିତ କରେଇବାକୁ ଚାହେଁ। ଯାହା ଲେଖାଯାଏ ବିଚାରକତା ପୁସ୍ତକ ତାର 11 ଅଧ୍ୟାୟ 1 ପଦରୁ 11 ପଦକୁ ଆମମାନେ ପାଠ କଲେ ଜାଣିପାରିବା ଜିପ୍ତହଙ୍କର ଜୀବନ ବିଷୟରେ। ଜିପ୍ତହ ଜଣେ ବ୍ୟକ୍ତି ଥିଲେ ଯିଏକି ଇସ୍ରାଏଲର ବିଚାରକର୍ତ୍ତା ମାନଙ୍କ ମଧ୍ୟରେ ଜଣେ। ଅନେକ ମହାନ ମହାନ ବ୍ୟକ୍ତିଙ୍କ ତାଲିକାରେ ତାଙ୍କ ନାମ ରହିଅଛି। ସେ ଯଦି ବା ଆରମ୍ଭରେ ଏତେଟା ଆଉ ସମ୍ଭ୍ରାନ୍ତଶାଳୀ ନଥିଲେ, ତାଙ୍କ ପରିଚୟ ଏତେ ଭଲ ନଥିଲା, କିନ୍ତୁ ତାଙ୍କ ଶେଷ ଜୀବନରେ ଅନେକ ଆଶୀର୍ବାଦର କଥା ଆମମାନେ ଦେଖିପାରୁ। ଯଦି ଆମେ ବିଚାରକର୍ତ୍ତା ପୁସ୍ତକକୁ ଦେଖିବା, ବିଚାରକର୍ତ୍ତା ପୁସ୍ତକ ତାର 1 ଅଧ୍ୟାୟ
ଏକ ପଦରୁ ତିନି ପଦରେ ଆମେ ଜିପ୍ତଙ୍କର ଜୀବନକୁ ଆମେ ଦେଖିପାରୁଛୁ। ଜିପ୍ତ ଜଣେ ବିକ୍ରମଶାଳୀ ଲୋକ ଥିଲେ। ଇଂଲିଶରେ ମାଇଟି ମ୍ୟାନ ବୋଲି ଲେଖାଯାଏ। ଜଣେ ମାଇଟି ମ୍ୟାନ, ଜଣେ ବିକ୍ରମଶାଳୀ ଲୋକ ଥିଲେ। କିନ୍ତୁ ସେ ତାଙ୍କ ପିତାଙ୍କର ଏକ ପୁତ୍ର ଥିଲେ, ଏକ ସ୍ତ୍ରୀଙ୍କର ଆଉ ଅନ୍ୟ କିଛି ପୁତ୍ର ଆଉ ଅନ୍ୟ ସ୍ତ୍ରୀଙ୍କର ମଧ୍ୟ ରହିଥିଲେ। ତେବେ ଅନ୍ୟ ପୁତ୍ର ମାନଙ୍କର ବିଷୟ ଅଧିକ କିଛି ବିଶେଷ ଲେଖାଯାଏ ନାହିଁ। କିନ୍ତୁ ଜିପ୍ତଙ୍କର କଥା ଏତିକି ଲେଖାଯାଏ। ଅନ୍ତତଃ ପ୍ରଥମ ପଦରେ ଆମେ ଦେଖୁଛୁ ସେ ଜଣେ ମହାବିକ୍ରମଶାଳୀ ପୁରୁଷ ଥିଲେ। ଯଦିବା ମହାବିକ୍ରମଶାଳୀ ପୁରୁଷ ଥିଲେ, କିନ୍ତୁ ତାଙ୍କ ମାତାଙ୍କ ନାମ ବେଶ୍ୟାରେ ଜଡିତ ଅଟେ। ହୁଏତ ଏଇ ପଦ ଆମମାନଙ୍କୁ କହେ ତାଙ୍କ ଭାଇମାନଙ୍କ ସାଙ୍ଗେ ସେମାନେ ଛୋଟ ବେଳୁ ମିଳାମିଶା ହେଇକି ଥିଲେ। ସେମାନଙ୍କର ଜୀବନ ଆନନ୍ଦଦାୟକ ଥିଲା। କିନ୍ତୁ ତାଙ୍କ ପିତା ଯେତେବେଳେ ସେ ମୃତ୍ୟୁବରଣ କଲେ, ସେତେବେଳେ ତାଙ୍କ ଭାଇମାନେ ତାଙ୍କୁ ହିଂସା କରୁଛନ୍ତି, ତାଙ୍କ ପ୍ରତି କୁଦୃଷ୍ଟି ରଖୁଛନ୍ତି, ତାଙ୍କ ପ୍ରତି ପ୍ରେମର ମନୋଭାବ ରଖୁନାହାନ୍ତି। ଆଉ ସେମାନେ କହୁଛନ୍ତି ଯେ ତୁମେ ଆମ ମାଙ୍କର ପୁତ୍ର ନୁହଁ, ତୁମେ ଅନ୍ୟ ଏକ ମାତାର ପୁତ୍ର, ତୁମେ ଆମ ଘରେ ରହୁନ, ତୁମେ ଆମଠାରୁ ଚାଲିଯାଅ, କାରଣ ଆମେ ତୁମଠାରୁ ଅଲଗା ଅଟୁ। ତୁମେ ଯଦି ଆମଠାରେ ରହିବ, ତାହେଲେ ଆମମାନଙ୍କର ଭାଗ ତୁମେ ପାଇବ ନାହିଁ। ଜିପ୍ତ କଥା ଯେତେବେଳେ ଶୁଣିଲେ ସେ ବହୁତ ଦୁଃଖ କଲେ। ଲେଖାଯାଏ ଯଦିବା ସେ ବିକ୍ରମଶାଳୀ ଲୋକ ଥିଲେ, ଯଦିବା ଜଣେ ବଳବାନ ଲୋକ ଥିଲେ, କିନ୍ତୁ ତାଙ୍କ ଭାଇମାନଙ୍କ ଠାରୁ ଏ କଥା ଶୁଣିଲା ପରେ ସେ ଟିକେ ଦୁଃଖରେ ଭାଙ୍ଗି ପଡିଲେ। ଗୋଟେ ବାପାର ପୁଅ ମାନେ ଗୋଟିଏ ଘରେ ରହୁଛନ୍ତି, ଗୋଟିଏ ଜାଗାରେ ରୋଷେଇ ହଉଛି, ଖାଉଛନ୍ତି, ପିଉଛନ୍ତି, ସେମାନଙ୍କ ଜୀବନ କାଟୁଛନ୍ତି, କିନ୍ତୁ ସେମାନେ ଆଉ ଯେତେବେଳେ ଶେଷ ଭାଗକୁ ଆସୁଛନ୍ତି, ହୁଏତ ସେମାନଙ୍କ ମଧ୍ୟରେ ବାଦ ବିବାଦ ରହୁଛି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ମୁଁ ଆଜି ଏ କଥା ଆପଣମାନଙ୍କୁ କହିବାକୁ ଚାହେଁ। ଜିପ୍ତ କୌଣସି ପ୍ରକାର ସେମାନଙ୍କୁ ପ୍ରତିରୋଧ କଲେ ନାହିଁ। ପ୍ରଥମ କଥା ଦେଖୁଛୁ, ଯଦି ବା ଜଣେ ବିକ୍ରମଶାଳୀ ଲୋକ, କିନ୍ତୁ କୌଣସି ପ୍ରକାର ପ୍ରତିରୋଧ କଲେ ନାହିଁ। ସେ ତାଙ୍କ ଘରୁ ବାହାରିଲେ। ହୁଏତ ତାଙ୍କ ଘରୁ ବାହାରିବାଟା ତାଙ୍କ ପାଇଁ ଏକ କଷ୍ଟକର ବିଷୟ ହେବ। ତେଣୁ ମୁଁ ତାଙ୍କ ବିଷୟରେ ମୁଁ ଏତିକି କହିବି, ତାଙ୍କର ଘରଠାରୁ ବିଦାୟ କରିବା ଏକ ଦୁଃଖଦାୟକ ଥିଲା। ଇଟ୍ ଇଜ ଏ ପେନଫୁଲ ଥିଙ୍ଗସ। ଦୁଃଖଦାୟକ ଥିଲା। କାହିଁକି ଭାଇମାନଙ୍କୁ ଛାଡୁଛନ୍ତି, ବାପାଙ୍କ ଘରକୁ ଛାଡୁଛନ୍ତି, ତାଙ୍କ ସମ୍ପତ୍ତିକୁ ଛାଡୁଛନ୍ତି, ସେ ଯାହା ପାଇବା କଥା ତାକୁ ଆଶା କରୁନାହାନ୍ତି, ସେ ଚାଲି ଯାଉଛନ୍ତି ଅନ୍ୟ ଏକ ସ୍ଥାନକୁ। ଆଉ ସେ ସ୍ଥାନର ନାମ ଆମେ 11 ଅଧ୍ୟାୟର 3 ପଦରେ ଦେଖିପାରୁଛୁ, ତାହା ହଉଛି ଟପ୍ ଦେଶ। ମୁଁ ଟପ୍ ଦେଶକୁ ଆସିବା ପୂର୍ବରୁ ଆପଣମାନଙ୍କୁ କହିବାକୁ ଚାହେଁ, ଯଦିବା ସେ ତାଙ୍କ ଭାଇ ଥିଲେ, ତଥାପି ସେମାନେ ତାକୁ ରିଜେକ୍ଟ କରୁଛନ୍ତି। ତାଙ୍କ ଅଂଶୀଦାର ହେବା ପାଇଁ ସେମାନେ ତାଙ୍କୁ ଦଉନାହାନ୍ତି। ତେବେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ବାଇବେଲରେ ଅନେକ ନଜିର ରହିଛି ଯାହା ତାଙ୍କର ନିଜ ଲୋକମାନେ ସେମାନଙ୍କୁ ଗ୍ରହଣ କରିନାହାନ୍ତି। ଯଦି ଆପଣ ଦେଖିବେ ଦାଉଦଙ୍କ ସମୟରେ, ଦାଉଦଙ୍କୁ ଦେଖିଲା ପରେ ତାଙ୍କ ଭାଇମାନେ ତାଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ସେମାନେ କହୁଛନ୍ତି, ତୁ କୁଆଡେ ଆସିଲୁ? କଣ ତୋର କାମ ଏଠାରେ? ନିଜକୁ ବୀର ବୋଲି ମନେ କରୁଛୁ? ତୋର ଏଡେ ଗର୍ବ ହେଇଗଲା? ତାଙ୍କ ବଡ ଭାଇ ଏହା କହୁଛନ୍ତି। ତାଙ୍କ ନିଜ ଭାଇ ମାନେ ତାଙ୍କୁ ଗ୍ରହଣ କରୁନାହାନ୍ତି, ତାଙ୍କୁ ତୁଚ୍ଛ କରୁଛନ୍ତି। କିନ୍ତୁ ଈଶ୍ୱର ତାଙ୍କ ସାଙ୍ଗରେ ଅଛନ୍ତି। ଈଶ୍ୱର ତାଙ୍କ ସହିତ ରହି ତାଙ୍କଠାରେ ସେ କାର୍ଯ୍ୟ କରୁଛନ୍ତି। ଜନ 7:2-5 ପଦରେ ଆମେ ଯେତେବେଳେ ଦେଖୁଛୁ, ସେଠାପରେ ଯୀଶୁଙ୍କର ନିଜ ଭାଇ ମାନେ ତାଙ୍କୁ ଗ୍ରହଣ କରୁନାହାନ୍ତି। ମାର୍କ 3:1-6 ପଦରେ ମଧ୍ୟ ଦେଖୁଛୁ, ସେଇ ଲୋକମାନେ, ସେତେବେଳେ ଲୋକମାନେ ତାଙ୍କୁ ଗ୍ରହଣ କରୁନାହାନ୍ତି। ଯିଶାୟ ତାର 53:3 ଏବଂ ତା ପରବର୍ତ୍ତୀ ପଦ ଗୁଡାକ ଦେଖୁଛୁ, ଯୀଶୁଙ୍କର କ୍ରୁଶାର୍ପିତର ଚିହ୍ନକୁ ଆମେ ଦେଖିପାରୁଛୁ।
ଯନ୍ତ୍ରଣା, ଦୁଃଖ, କଷ୍ଟ ଆମମାନଙ୍କ ପାଇଁ ସେ ସବୁ ସହିଲେ। ତାଙ୍କ ନିଜ ଲୋକମାନେ ତାଙ୍କୁ ଗ୍ରହଣ କଲେ ନାହିଁ। ପ୍ରିୟମାନେ, ଅନେକ ସମୟରେ ଆମେ ଉତ୍ତମ କାମ କରିବା ପାଇଁ ହେଲେ ଆମମାନଙ୍କୁ ଆମମାନଙ୍କର ନିଜ ଲୋକମାନେ ବାଧା ଦେଇଥାନ୍ତି। ଅନ୍ୟ ଲୋକଟା ପଛ କଥା, ଦୂର କଥା, କିନ୍ତୁ ନିଜ ଲୋକଙ୍କ ଠାରୁ ଅନେକ ସମୟରେ ଆମେ ତାଡନା ପ୍ରାପ୍ତ ହେଇଥାଉ। କେହି ଜଣେ କହନ୍ତି ଯେ ଯଦି ଆପଣ ଅଧିକ ପ୍ରଭାବଶାଳୀ ହେବାକୁ ଚାହାନ୍ତି ତାହେଲେ ଆପଣଙ୍କୁ ଅଧିକ ଦୁଃଖ ଭୋଗ କରିବାକୁ ପଡିବ। ମୋର ମୋର ମାଇଟି ମ୍ୟାନ, ମୋର ପର୍ସିକ୍ୟୁସନ, ଅଧିକ ଶକ୍ତିଶାଳୀ, ଅଧିକ ତାଡନା ଭୋଗିବାକୁ ପଡିବ। ତେବେ ଏ ମହାନ ବ୍ୟକ୍ତି ଜଣକ ଯଦିବା ତାଙ୍କ ମାତାଙ୍କ ନାମକୁ ନେଇ ସେମାନେ ତାଙ୍କୁ ଗ୍ରହଣ କରୁନାହାନ୍ତି, କିନ୍ତୁ ତାଙ୍କର କୌଣସି ପ୍ରକାର ଏଠାରେ ଭୁଲ ନାହିଁ। ତାଙ୍କ ପିତା ତାଙ୍କ ମାତାକୁ ଆଣିଲେ, ତାଙ୍କ ଅନୁସାରେ ଜାତ ହେଇଥିଲେ, କିନ୍ତୁ ଭାଇମାନେ ତାଙ୍କୁ ଅଗ୍ରାହ୍ୟ କରୁଛନ୍ତି। ଏ ଜଗତ ଆମମାନଙ୍କୁ ଗ୍ରହଣ କରିପାରେ ନାହିଁ ମୋ ପ୍ରିୟ ଲୋକମାନେ, କିନ୍ତୁ ଈଶ୍ୱର ଜଣେ ଅଛନ୍ତି, ସେ କେବେ ବି ଆପଣଙ୍କୁ ପାଶରିବେ ନାହିଁ। ସେ ଆପଣଙ୍କର ବାମରେ, ସେ ଆପଣଙ୍କର ଦକ୍ଷିଣରେ, ଆପଣଙ୍କର ଆଗେ, ସେ ଆପଣଙ୍କର ପଛେ ସେ ରହନ୍ତି। ସେ କେବେ ବି ଆପଣଙ୍କୁ ଛାଡିବେ ନାହିଁ। ପରମେଶ୍ୱର ମୁଖାପେକ୍ଷା କରନ୍ତି ନାହିଁ। ପରମେଶ୍ୱର ସମସ୍ତଙ୍କୁ ସେ ଆଶୀର୍ବାଦ କରିବାକୁ ଚାହାନ୍ତି। ତେଣୁ ଗୀତ ରଚକ ତାହା କହନ୍ତି ଯେ ମୋ ପିତାମାତା ମତେ ଛାଡି ପାରନ୍ତି, ମୋ ଜ୍ଞାତି କୁଟୁମ୍ବ ମତେ ଛାଡି ପାରନ୍ତି, କିନ୍ତୁ ପରମେଶ୍ୱର ମତେ କେବେ ବି ଛାଡିବେ ନାହିଁ। ସେ ଶିକ୍ଷିତକୁ, ଅଶିକ୍ଷିତକୁ, ଗରିବକୁ, ଧନୀକୁ, ସମସ୍ତଙ୍କୁ ସେ ଆଶୀର୍ବାଦ କରନ୍ତି। ଯଦି ବା କେହି ଆପଣଙ୍କୁ ଗ୍ରହଣ କରନ୍ତୁ କି ନ କରନ୍ତୁ, କେହି ଆପଣଙ୍କୁ ଭଲ ପାଆନ୍ତୁ କି ନ ପାଆନ୍ତୁ, ଆପଣଙ୍କର ପ୍ରଭୁ ଏବେ ମଧ୍ୟ ଆପଣଙ୍କୁ ଅଗ୍ରାହ୍ୟ କରିବେ ନାହିଁ। ମନୁଷ୍ୟ ବାହ୍ୟ ରୂପ ଦେଖେ, କିନ୍ତୁ ସଦାପ୍ରଭୁ ଅନ୍ତଃକରଣ ଦେଖନ୍ତି। ଆପଣଙ୍କର ଅନ୍ତଃକରଣ ଅନୁସାରେ ଆପଣଙ୍କୁ ସେ ଭଲ ପାଆନ୍ତି। ବାଇବେଲରେ ଲେଖାଯାଏ, ଯେଉଁ ପ୍ରସ୍ତରକୁ ସେମାନେ ତୁଚ୍ଛ କଲେ ତାହା କୋଣର ପ୍ରଧାନ ପ୍ରସ୍ତର ହେଲା। ଲୋକମାନେ ଖ୍ରୀଷ୍ଟଙ୍କୁ ତୁଚ୍ଛ କଲେ, କିନ୍ତୁ ଫିଲିପ ପୁସ୍ତକରେ ଲେଖାଯାଏ, ସ୍ୱର୍ଗ ଓ ମୃତ୍ୟୁର ସମସ୍ତ ଜାନୁ নত ହବ, ସମସ୍ତ ଜିଭା ତାଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ। ଅନେକ ସମୟରେ ଆମେ କଷ୍ଟ ଦେଇ, ଦୁଃଖ ଦେଇ ଗତି କରିଥାଉ, କିନ୍ତୁ ପରମେଶ୍ୱର ଆମମାନଙ୍କ ସାଙ୍ଗେ ଅଛନ୍ତି। ସେ ପରା ଦୟାଳୁ ପ୍ରଭୁ, ସେ ପରା ଆପଣଙ୍କୁ ଆଶୀର୍ବାଦ କରିବା ପାଇଁ ପ୍ରସ୍ତୁତ ଅଟନ୍ତି। ସେ କେବେ ବି ଆପଣଙ୍କୁ ତୁଚ୍ଛ କରନ୍ତି ନାହିଁ। ଯୋଉମାନେ ମତେ ଦେଖୁଛନ୍ତି ସେମାନଙ୍କ ପାଇଁ ମୁଁ ଏଇ ପ୍ରାର୍ଥନା କରେ, ପରମେଶ୍ୱର ଆପଣଙ୍କୁ ଭଲ ପାଆନ୍ତି। ଆପଣଙ୍କ ଭାଇମାନେ ଭଲ ନ ପାଇପାରନ୍ତି, ଆପଣଙ୍କର ପଡିଶା ଘର ଭଲ ନ ପାଇପାରନ୍ତି, ଆପଣଙ୍କର ନିଜ ଲୋକ ଆପଣଙ୍କୁ ଭଲ ନ ପାଇପାରନ୍ତି, ଈଶ୍ୱର କେବେ ଛାଡିବେ ନାହିଁ। ଯୋଉମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଈଶ୍ୱର ସେମାନଙ୍କର ସାଙ୍ଗେ ସାଙ୍ଗେ ରହିବେ। ସେ ଆପଣଙ୍କର ଆଖିର ଲୁହକୁ ପୋଛି ଦେବେ, ସେ ଆପଣଙ୍କୁ ଯିବାକୁ ରାସ୍ତା ଦେବେ, ସେ ଆପଣଙ୍କୁ ଅନୁଗ୍ରହ କରିବେ ଏବଂ ଆପଣଙ୍କ ପାଇଁ ନୂଆ ପଥ ସେ ଦେଖେଇବେ। ତେବେ ଜିପ୍ତ ତାଙ୍କ ଘରୁ ଚାଲିଗଲା ପରେ ଟବ୍ ନାମକ ଦେଶକୁ ସେ ଯାଉଛନ୍ତି। ଏ ଟବ୍ ଦେଶ ହଉଛି ଆଉ ଜର୍ଦ୍ଦନ ନଦୀର ପୂର୍ବ ପାର୍ଶ୍ୱସ୍ଥ ଏକ ଦେଶ, ଯାହାକି ସିରିଆ ଦେଶ ଅଟେ। ଏଇ ଜାଗାକୁ ସେମାନେ ଯାଉଛନ୍ତି। ସେତେବେଳେ ଲୋକମାନେ ଯୋଉମାନେ କିଛି କାମ ପାଉନଥିଲେ, ଯୋଉମାନେ ଅକାମୀ ହେଇକି ରହୁଥିଲେ, ସେମାନଙ୍କର ଆବଶ୍ୟକତା ଅନୁସାରେ ସେମାନେ ସେଠିକି ଯାଉଥିଲେ। ଆଜି ଦୁନିଆରେ ଆମମାନଙ୍କର ଦେଶର ଲୋକମାନେ ବିଭିନ୍ନ ସହରକୁ ଯାଇ ଯୋଉ ପ୍ରକାର କାମ କରନ୍ତି, ଠିକ ସେଇ ପ୍ରକାର ସେତେବେଳେ କାମକୁ ଯାଉଥିଲେ। ଯେତେବେଳେ ସେମାନେ କାମକୁ ଯାଉଥିଲେ ସେ ଜାଗାକୁ, ସେମାନେ ବହୁତ ଆଶୀର୍ବାଦ ପ୍ରାପ୍ତ ହଉଥିଲେ, ରୋଜଗାର କରୁଥିଲେ, ନିଜକୁ ସେମାନେ ପ୍ରୁଫ କରୁଥିଲେ ସେମାନେ ଯାହା ଅଟନ୍ତି ତାହା ନୁହନ୍ତି, ସେମାନେ ଭିନ୍ନ ବ୍ୟକ୍ତି ବୋଲି। ତେବେ ଚିତ୍ତ ମଧ୍ୟ କିଛି ଲୋକଙ୍କ ସାଙ୍ଗରେ ସେଠାକୁ ସେ ଯାଉଛନ୍ତି। ଅଧ୍ୟାୟ 3 ପଦରେ ଯଦି ଆମେ ଦେଖିବା, ତେବେ ସେଟା ଲେଖାଯାଏ, ସେ ଯୋଉମାନଙ୍କର ସାଙ୍ଗେ ଗଲେ ସେମାନେ କିଛି ଅଗାଡି ଲୋକ ଥିଲେ। ଅଗାଡିର ଅର୍ଥ ହଉଛି ଯେ ସେମାନେ କିଛି ଖରାପ ଲୋକ ଥିଲେ, ଭଲ ଲୋକ ନଥିଲେ। ମାତ୍ର ଜିପ୍ତ ସେମାନଙ୍କ ସାଙ୍ଗେ ଗଲେ, ହୁଏତ ସେମାନଙ୍କର ଭିତରେ ପରସ୍ପର ଭିତରେ ମିଳାମିଶା ହେଇଥିବ। ସେତେବେଳେ ଯେତେବେଳେ ମିଳାମିଶା ସେମାନଙ୍କର ମଧ୍ୟରେ ହେଲା, ସେତେବେଳକୁ ସେମାନେ ପରସ୍ପର ସେୟାର କରିଥିବେ। ଜିପ୍ତ ନିଶ୍ଚୟ ତାଙ୍କ କଥା ସେୟାର କରିଥିବେ, ମୁଁ ଅମୁକ ଘରରୁ ଆସିଛି, ମୋ ଭାଇମାନେ ମତେ ସେମାନେ ତ୍ୟାଗ କରିଦେଲେ, ମୋ ଭାଇମାନେ ମତେ ଗ୍ରହଣ କଲେ ନାହିଁ, ତେଣୁ ମୁଁ ଏଇ ଜାଗାକୁ ଆସିଛି, ମତେ ବଞ୍ଚେଇବାକୁ ପଡିବ,
ମତେ ଆଗକୁ ବଢିବାକୁ ପଡିବ, ମତେ ପ୍ରୁଭ କରିବାକୁ ପଡିବ ମୁଁ କୌଣସି ପ୍ରକାର ଅଳସୁଆ ନାହିଁ। ମତେ ପ୍ରୁଭ କରିବାକୁ ପଡିବ ମୁଁ ଜଣେ ପ୍ରକୃତ କର୍ମଶୀଳ ବ୍ୟକ୍ତି ଅଟେ। ମତେ ପ୍ରୁଭ କରିବାକୁ ପଡିବ ମୋ ଚରିତ୍ର ଭଲ ଅଟେ। ହୁଏତ ସେ ଅନେକ ବିଷୟ ସେମାନଙ୍କୁ ସେୟାର କରିଥିବେ, କିନ୍ତୁ ସେତେବେଳେ ସେମାନେ ଏକତ୍ର ହେଇ କାମ କଲେ। ପ୍ରିୟ ବନ୍ଧୁଗଣ, ଆପଣଙ୍କର ସୁଖରେ ଲୋକମାନେ କେବେ ଖୁସି ହେବେ ନାହିଁ। ଆପଣଙ୍କର ଆଶୀର୍ବାଦରେ ଲୋକମାନେ କେବେ ଖୁସି ହେବେ ନାହିଁ। ଆପଣଙ୍କୁ ଲୋକ ମୋର ତ ମିଠା କଥା ନିଶ୍ଚୟ କହିବେ, ମୋର ତ ଭଲ କଥା ନିଶ୍ଚୟ କହିବେ, କିନ୍ତୁ ପରବର୍ତ୍ତୀ ସମୟରେ ଆପଣଙ୍କୁ ସେମାନେ କ୍ରୋଧ କରିବେ, ଆପଣଙ୍କ ପ୍ରତି ରାଗ କରିବେ। କିନ୍ତୁ ଈଶ୍ୱରଙ୍କର ବାକ୍ୟ ଏଇ କଥା କହେ, ପ୍ରଭୁ କେବେ ବି ଆପଣଙ୍କୁ ଭୁଲିବେ ନାହିଁ, ପ୍ରଭୁ କେବେ ବି ଛାଡି ପାରିବେ ନାହିଁ। ଗୋଟେ ଗୀତରେ ଲେଖାଯାଏ, ଆପଣ ମାନେ ଜାଣିଥିବା ଗୀତ ମୁଁ କହିବାକୁ ଚାହେଁ, ଈଶ୍ୱର ପ୍ରେମ ଛାଡିପାରେ ନା, ଈଶ୍ୱର ପ୍ରେମ ଭୁଲି ପାରେ ନା। ସୂର୍ଯ୍ୟ ପୂର୍ବ ଛାଡି ଦରକାର ପଡିଲେ ପଶ୍ଚିମରୁ ଉଇଁ ପାଳେ, ପଦ୍ମ ପଙ୍କ ଛାଡି ପର୍ବତରେ ଫୁଟି ପଡେ। ଅସମ୍ଭବ କଥା, କିନ୍ତୁ ଆପଣଙ୍କ ଈଶ୍ୱର ମୋର ଈଶ୍ୱର ଏତେ ଦୟାଳୁ, ଏତେ ପ୍ରେମିକ, ଏବେ ବି ସେ ଆମକୁ ଛାଡିବେ ନାହିଁ। ତେବେ ଜିପ୍ତ ଯାଇ ଟପ୍ ଦେଶରେ ସେଟେଲ ହେଲେ, ସେଠି ନାମ କମାଇଲେ, ସେଠି ଧନ କମାଇଲେ, ସେଠି ଖ୍ୟାତି କମାଇଲେ, ତାଙ୍କୁ ସମସ୍ତେ ସେଠି ମାନିଲେ। এই ପ୍ରକାର ଅବସ୍ଥାରେ ସେ ନିଜକୁ ଉନ୍ନତ କଲେ। ଏପଟ ଜିପ୍ତ ନିଜକୁ ଉନ୍ନତ କରୁଛନ୍ତି, ଈଶ୍ୱରଙ୍କର ଆଶୀର୍ବାଦ ତାଙ୍କ ପ୍ରତି ରହିଛି, ସେପଟ ତାଙ୍କ ଭାଇମାନଙ୍କର ପରିସ୍ଥିତି ଅବସ୍ଥା ଜମା ଭଲ ନୁହେଁ। ସେମାନେ ଶତ୍ରୁ ଦ୍ୱାରା ଆକ୍ରମଣ ହେବାକୁ ଯାଉଛନ୍ତି। ସେମାନେ ଶୁଣିଲେ ଅମାନୀୟ ଲୋକମାନେ ଆସି ସେମାନଙ୍କୁ ଆକ୍ରମଣ କରିବେ। ସେତେବେଳେ ସେମାନେ ପୁଷ୍ପାସିକେ ବୋଧେ କଥା ହଉଛନ୍ତି, କଣ କରିବା? ଏଇ ଅମାନୀୟ ଲୋକମାନେ ଆମଙ୍କର ସପକ୍ଷବାଦୀ ଲୋକମାନେ, କିନ୍ତୁ କାହିଁକି ଆମମାନଙ୍କୁ ଆସିକି ଏମାନେ ଯୁଦ୍ଧ କରିବାକୁ ଆସିଛନ୍ତି? ଆମର ପ୍ରତିକାର କରିବାକୁ ପଡିବ। ଆମେ ବସି ରହିଲେ ହବ ନାହିଁ, ଆମେ ଆମ ଘରେ ରହିଲେ ହବ ନାହିଁ, ଆମେ କିଛି ଗୋଟେ କାର୍ଯ୍ୟ କରିବାକୁ ପଡିବ, ଆମେ ଯୁଦ୍ଧକୁ ସଜେଇବାକୁ ପଡିବ। ସେତେବେଳେ ସେମାନଙ୍କର ଭିତରେ ଆଲୋଚନା ହେଲା, ନା ଆମ ଭିତରେ ତ ଆମ ଭାଇ ଜିପ୍ତ, ଯେ ଆମ ଅନ୍ୟ ମାର ପୁଅ ଅଛି, ଆମମାନଙ୍କର ପ୍ରିୟ ଲୋକ ଜଣେ ଅଛି, ସେ ଶକ୍ତିଶାଳୀ, ତାଙ୍କ ପାଖେ ବଳ ଅଛି, ନେତୃତ୍ୱର ବରଦାନ ଅଛି, ଆଶୀର୍ବାଦ ଅଛି, ଗଡଲି ଫେଭର ଅଛି, ତାଙ୍କୁ ଯାଇକି ଆମେ ଡାକିକିରି ଆଣିବୁ। ଯୋଉ ଲୋକକୁ ସେମାନେ ତୁଚ୍ଛ କରୁଥିଲେ, ସେଇ ଲୋକକୁ ବର୍ତ୍ତମାନ ସେମାନେ ଡାକିବା ପାଇଁ ଯାଉଛନ୍ତି। ଏପଟ ଶତ୍ରୁ, ଏପଟ ଏମାନଙ୍କର କ୍ଷୟ ହଉଛି ଅନେକ ଜିନିଷ, ସେପଟ ଜିପ୍ତ ବୃଦ୍ଧି ପାଉଛନ୍ତି ଧନରେ, ସମ୍ଭ୍ରମରେ, ଜ୍ଞାନରେ, ପଦରେ, ଈଶ୍ୱରୀୟ ଫେଭରରେ ସେ ବୃଦ୍ଧି ପାଉଛନ୍ତି। ପ୍ରଭୁଙ୍କୁ ତାଙ୍କ ଜୀବନରେ ସେ ନିଶ୍ଚୟ କରି ଛାଡି ନାହାନ୍ତି। ତଳପଦ ମାନଙ୍କରେ ଏହା ବାଇବେଲ କହେ, ଯଦି ଈଶ୍ୱରଙ୍କୁ ସେ ଛାଡିଥାନ୍ତେ ହୁଏତ ସେ ଆଶୀର୍ବାଦ ପ୍ରାପ୍ତ ହେଇନଥାନ୍ତେ। କାରଣ ସେମାନେ ତାଙ୍କୁ ଆମ ଭାଇ ନାହିଁ, ଏ ଗୋଟେ ଅନ୍ୟ ମାର ପୁଅ ବୋଲିକି ତଡିଦେଲେ, କିନ୍ତୁ ଏବେ ଯେତେବେଳେ ଯାଉଛନ୍ତି ତାଙ୍କର ସବୁ ପରିବର୍ତ୍ତନ ହେଇଯାଇଛି। ସେ ଈଶ୍ୱରଙ୍କୁ ନିଶ୍ଚୟ କରି ତାଙ୍କ ସାଙ୍ଗରେ ରଖିଥିଲେ। ପ୍ରିୟମାନେ, ବାଇବେଲ ଏକଥା କହେ, ଯୋଉମାନେ ତାଙ୍କୁ ଅଗ୍ରାହ୍ୟ କରୁଥିଲେ ବର୍ତ୍ତମାନ ସେମାନେ ତାଙ୍କ ପାଖକୁ ଯାଉଛନ୍ତି, ତାଙ୍କ ଶରଣାପନ୍ନ କରୁଛନ୍ତି, ଆଉ ତାଙ୍କୁ କହୁଛନ୍ତି ତୁମେ ଆସ, ଆମମାନଙ୍କୁ ସାହାଯ୍ୟ କର, ଆମେ ତୁମକୁ ରାଜା କରିବୁ, ଆମେ ତୁମକୁ ଆଉ ଆମମାନଙ୍କର ଲିଡର କରିବୁ, ତୁମେ ଆମମାନଙ୍କୁ ଶାସନ କରିବ। ଯୋଉ ଲୋକମାନେ ତାଙ୍କୁ ଛାଡୁଥିଲେ ବର୍ତ୍ତମାନ ତାଙ୍କୁ ସେ ଗ୍ରହଣ କରୁଛନ୍ତି। ଯୋଉମାନେ ଘରୁ ବାହାର କରୁଥିଲେ, ବାହାର କରିବାକୁ ଚାହୁଁଥିଲେ, ଘରକୁ ସମ୍ଭାଳିବା ପାଇଁ ମନା କରୁଥିଲେ, ବର୍ତ୍ତମାନ ଘରକୁ ସମ୍ଭାଳିବା ପାଇଁ ତାଙ୍କୁ କହୁଛନ୍ତି। ଇଂଲିଶରେ ଲେଖାଯାଏ, once they are living, now they are calling to lead the people। ଲୋକମାନଙ୍କୁ ଆଉ ଲିଡ୍ କରିବା ପାଇଁ ସେମାନଙ୍କୁ ଡାକୁଛନ୍ତି। ଏଇ କଥା ଯେତେବେଳେ ତାଙ୍କୁ ହୃଦୟବୋଧ ହେଲା, ସେମାନେ ଗଲେ, ସେ ଏଇ କଥା କହନ୍ତି, ଆଉ ଯେ ସେ ତାଙ୍କୁ ଉତ୍ତର ଦିଅନ୍ତି, ତୁମେମାନେ ପୁରା ମତେ ସେଇଦିନ ଅଗ୍ରାହ୍ୟ କରିଥିଲ, ତୁମମାନେ ପୁରା ମତେ ସେଇଦିନ ତଡ଼ି ଦେଇଥିଲ, ତୁମର ସମସ୍ତ ଅଧିକାରରୁ ମୁଁ ବଞ୍ଚିତ ହେଇଥିଲି, ତୁମେ କାହିଁକି ମୋ ପାଖକୁ ଆସିଲ? ଏହା ଯେତେବେଳେ ସେ କହନ୍ତି, ସେତେବେଳେ ସେମାନେ କହିଲେ, ନା ଆମେ ଆସିଛୁ ତୁମକୁ ରାଜା କରି। ସେତେବେଳେ ସେ ସାଙ୍ଗେ ସାଙ୍ଗେ ହଁ ବୋଲି ନାହାନ୍ତି,
କିନ୍ତୁ ସେ ସାଙ୍ଗେ ସାଙ୍ଗେ ବିଚାର ତାଙ୍କୁ ପଚାରିଲେ, କୋଶ୍ଚିନ୍ ପଚାରୁଛନ୍ତି, ଏ କଥା କଣ ସତ୍ୟ? ତୁମେ କଣ ମତେ ତୁମର ଶାସନକର୍ତ୍ତା କରିବ? ପ୍ରିୟମାନେ, ପରମେଶ୍ୱର ଆଶାବିହୀନକୁ ଆଶା ଦିଅନ୍ତି। ପରମେଶ୍ୱର କିଛି ନଥିବା ଦରିଦ୍ର ଦୁଃଖୀ ଦିନହୀନକୁ ସେ ସମସ୍ତ ଆଶୀର୍ବାଦରେ ପରିପୂର୍ଣ୍ଣ କରନ୍ତି। ଏଇ ଲୋକମାନଙ୍କ ଦୃଷ୍ଟିରେ ଯେତ କିଛି ନଥିଲେ, ଖାଲି ବଳ ଥିଲା। ଏମାନଙ୍କ ପାଖରେ ନିଚ ଭାବେ ସେ ଥିଲେ, କିନ୍ତୁ ଆଜି ପରମେଶ୍ୱର ତାଙ୍କୁ ଡାକୁଛନ୍ତି ତାଙ୍କରି ଲିଡର କରିବା ପାଇଁ, ତାଙ୍କକୁ ନେତୃତ୍ୱ ନେବା ପାଇଁ। ପ୍ରଭୁ ଆମମାନେ ଯେତେବେଳେ ପ୍ରଭୁଙ୍କ ଉପରେ ନିର୍ଭର ରଖୁ, ଈଶ୍ୱର ଆମମାନଙ୍କୁ ଭରସା ଦିଅନ୍ତି। ଈଶ୍ୱର ଆମମାନଙ୍କୁ ବ୍ୟବହାର କରିବେ। ଈଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିବେ। ସେ ଭରସାହୀନ ମାନଙ୍କୁ ଭରସା ଦିଅନ୍ତି। ବର୍ତ୍ତମାନ ଯୋଉ ଲୋକମାନେ ତାଙ୍କୁ ପଚାରୁନଥିଲେ, ତାଙ୍କ କଥା ଶୁଣୁନଥିଲେ, ସେମାନେ ତାଙ୍କ ଡାଇରେକ୍ସନ ଚେଞ୍ଜ କରିଦେଇଛନ୍ତି, ତାଙ୍କ ମାଇଣ୍ଡକୁ ଚେଞ୍ଜ କରିଦେଇଛନ୍ତି, ଆଉ ଜିପ୍ତଙ୍କୁ ତାଙ୍କ ପାଖକୁ ନେବା ପାଇଁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣ ଯେତେବେଳେ ଈଶ୍ୱରଙ୍କ ନିକଟରେ ସମର୍ପିତ ହେବେ, ମୁଁ ଯେତେବେଳେ ଈଶ୍ୱରଙ୍କ ନିକଟରେ ସମର୍ପିତ ହଉ, ଆମମାନଙ୍କ ଜୀବନ ଶୃଙ୍ଖଳାର ସହିତ କାଟୁ, ପ୍ରଭୁ ପ୍ରିୟ ଭାବେ କାଟୁ, ପ୍ରଭୁ ଆମମାନଙ୍କୁ ବ୍ୟବହାର କରିବେ। ଆମମାନଙ୍କ ଶତ୍ରୁ ମାନଙ୍କ ଆଗରେ, ଆମମାନଙ୍କୁ ଯୋଉମାନେ ଭଲ ପାଉନଥିଲେ ସେମାନଙ୍କ ଆଗରେ ପ୍ରଭୁ ଆମମାନଙ୍କୁ ବ୍ୟବହାର କରିବେ। ଏବେ ଜିପ୍ତଙ୍କର କ୍ୱାଲିଟି ମାନଙ୍କ ମଧ୍ୟରେ ପ୍ରଥମ କ୍ୱାଲିଟି ଥିଲା, ସେ କେବେ ମଧ୍ୟ ତାଙ୍କ ଭାଇମାନଙ୍କ ବିରୁଦ୍ଧରେ ଗଲେ ନାହିଁ। ତାଙ୍କର ଦ୍ୱିତୀୟ କ୍ୱାଲିଟି ଆମେ ମାନେ ଦେଖୁଛୁ ଯେ ସେ କୌଣସି ପ୍ରକାର କମ୍ପ୍ଲେନ କଲେ ନାହିଁ। ଯଦି ବା ସେମାନେ ଘଉଡ଼ି ଦେଲେ, ସେ କେବେ ବି କମ୍ପ୍ଲେନ କଲେ ନାହିଁ, ଆନନ୍ଦରେ ସେ ଆସିଲେ। ତାଙ୍କର ତୃତୀୟ କ୍ୱାଲିଟି ଆମେ ମାନେ ଦେଖୁଛୁ, ସେ ପ୍ରବ ଦେଶକୁ ଯାଇ ସ୍ୱାବଲମ୍ବୀ ହେଲେ, କାହାକୁ ପଚାରିଲେ ନାହିଁ, ସାଙ୍ଗସାଥି ମାନଙ୍କୁ ଧରିଲେ, କାମ କଲେ, ଖ୍ୟାତି ଅର୍ଜନ କଲେ, ଏବଂ ସେ ତାଙ୍କର ଯୋଉ ଖ୍ୟାତିକୁ ସେ ତାଙ୍କ ଭାଇମାନଙ୍କ ଆଗରେ ଦେଖାଉଛନ୍ତି। ଈଶ୍ୱର ଯାହାର ସହବର୍ତ୍ତୀ, ମନୁଷ୍ୟ ତାର କଣ କରିପାରେ? ଅନେକ ସମୟରେ ମନୁଷ୍ୟ ମନୁଷ୍ୟ ଉପରେ କ୍ରୋଧ କରେ, ମନୁଷ୍ୟ ତା ପିଛାରେ ଘଉଡାଏ, ତାକୁ ଦଣ୍ଡ ଦେବା ପାଇଁ ଚେଷ୍ଟା କରେ, ତାକୁ ଭୁଲ ରାସ୍ତାରେ ନେବା ପାଇଁ ଚେଷ୍ଟା କରେ, କିନ୍ତୁ ଈଶ୍ୱର ଯାହା ପ୍ରତି ଦୃଷ୍ଟିପାତ କରନ୍ତି ସେ ଲୋକ ଧନ୍ୟ। ଏଇ ବ୍ୟକ୍ତି ପ୍ରତି ଈଶ୍ୱରଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିଲା। ଆମେ ଦେଖୁ ଏଠାରେ ଯେ ସେମାନେ ତାଙ୍କ ପାଖକୁ ଯାଉଛନ୍ତି, ସେ ପ୍ରକାର ସେମାନେ ତାଙ୍କର ଶାସନକର୍ତ୍ତା କରିବେ। ଭବିଷ୍ୟତ ପାଇଁ ସେମାନେ ଚିନ୍ତା କରୁଛନ୍ତି। ଭାରତୀୟ ପରମ୍ପରା ଅନୁସାରେ ଭବିଷ୍ୟତ ପାଇଁ ଆମେ ଅନେକ ଲୋକ ଚିନ୍ତା କରନ୍ତି। ମୁଁ ଗୋଟେ ରେଲୱେ ଷ୍ଟେସନକୁ ଯାଉଥିଲି, ଗୋଟେ ଦିନକର ଘଟଣା, ଜଣେ ବୁଢା ଲୋକ ଗୋଟେ ମୁଦି ବିକୁଥାଏ। ସେ କହିଲା, ଏ ମୁଦି ଆଉ ତୁମେ ଯଦି ପିନ୍ଧିଲେ ତୁମେ ତୁମ କାର୍ଯ୍ୟ ସଫଳ ହବ, ତୁମେ ଯାହା କହିଲେ ତାହା ତୁମେ କରିପାରିବ। ମୋର ଜଣେ ସାଙ୍ଗ ଚେନ୍ନାଇରୁ ଥିଲେ, ସେ ଆମକୁ କଥାବାର୍ତ୍ତା କଲୁ। ତାପରେ ମୁଁ କହିଲି, ଆଉ ତୁମେ ତ ଏତେ ମୁଦି ଧରିଛ ବାବା, ତୁମେ ସେ ମୁଦିକୁ ନିଜେ ପିନ୍ଧିଲେ ତ ଧନୀ ହେଇଯିବ। ସେ ବୁଢା ଲୋକଟି ଆଉ କିଛି ଉତ୍ତର ଦେଇପାରିଲେ ନାହିଁ। କେତେ କେତେ ଲୋକ ଡାଉଁରିଆ ପିନ୍ଧିଲେ, ମୁଦି ପିନ୍ଧିଲେ, ଛୁଆରେ ପାଞ୍ଜି ପାଠ ଦେଖେଇଲେ, ବିଭିନ୍ନ ପ୍ରକାର ସେମାନେ ଶୁଭ ପାଇବା ପାଇଁ କାର୍ଯ୍ୟ କରିଥାନ୍ତି। ପ୍ରିୟମାନେ, ଏସବୁ ବୃଥା ମାତ୍ର, କିନ୍ତୁ ଯୋଉମାନେ ଈଶ୍ୱରଙ୍କ ଉପରେ ନିର୍ଭର କରନ୍ତି, ପରମେଶ୍ୱର ସେମାନଙ୍କୁ ସାହାଯ୍ୟ କରିବେ। ଜିପ୍ତଙ୍କର ପ୍ରତି ସଦାପ୍ରଭୁଙ୍କର ସ୍ୱତନ୍ତ୍ର ଦୃଷ୍ଟି ଥିଲା। ଜିପ୍ତଙ୍କ ପ୍ରତି ସଦାପ୍ରଭୁଙ୍କର ସ୍ୱତନ୍ତ୍ର କରୁଣା ଥିଲା। ସେଥିପାଇଁ ସେ ଯାଇ ଗଲେ ଆଉ ସଫଳ ହେଲେ। ତେବେ ସେମାନେ ଯାଉଛନ୍ତି ଯେତେବେଳେ ତାଙ୍କ ପାଖକୁ, ଦେଖନ୍ତୁ, ଯେତେବେଳେ ତାଙ୍କ ପାଖକୁ ଯାଉଛନ୍ତି, ସେ ଯଦି ଅଳ୍ପ ସମୟ କିଛି କଥା କହିଲେ, ତମେ କାହିଁକି ଆସିଲ, କିନ୍ତୁ ସେ ବଡ କଟୁ କଥା ତାଙ୍କୁ କହୁନା, ତାଙ୍କୁ କୌଣସି ପ୍ରକାର ବଡ ଜବାବ ସେ ଦଉନା। ତାଙ୍କ ରେସ୍ପନ୍ସ ବହୁତ ବଢିଆ, ବହୁତ ସୁନ୍ଦର। ଆମ କଥାବାର୍ତ୍ତାରେ ଆମକୁ ଲୋକ ଜାଣନ୍ତି ଆମେ କି ପ୍ରକାର। ସେ ଏଇ ପ୍ରକାର କହନ୍ତି, ତୁମେ ତ ମତେ ତୁଚ୍ଛ କରୁଥିଲ, କାହିଁକି ଆସିଲ? ତା ଛଡା ଅନ୍ୟ କୌଣସି ବଡ କଥା ତାଙ୍କ ଜାଗାରେ ଲେଖା ନାହିଁ। ସେ ତାଙ୍କୁ ରିଆକ୍ଟ କରନ୍ତି, ଦର୍ଶାନ୍ତି ଯେ ତୁମେ କେତେ ସଫଳ ପ୍ରାପ୍ତ ହେଲ। ମୁଁ ଯେତେବେଳେ ପ୍ରଭୁଙ୍କୁ ଗ୍ରହଣ କଲି, ମୁଁ ସଫଳ ପ୍ରାପ୍ତ ହେଲି। ଏଇ କଥା ସେ ସେମାନଙ୍କୁ କୁହନ୍ତି। ଆପଣ ଯେତେବେଳେ ଈଶ୍ୱରଙ୍କ ସହିତ ଲାଗି ରହିବେ,
ଆପଣ ଯେତେବେଳେ ଈଶ୍ୱରଙ୍କ ସହିତ ସମ୍ପର୍କ ରଖିବେ, ଈଶ୍ୱର ଆପଣଙ୍କୁ ଉନ୍ନତି ଦେବାକୁ ଆଣିବେ। ତେବେ ଏଠାରେ ଈଶ୍ୱରଙ୍କର ବାକ୍ୟ ଏହା ମଧ୍ୟ ଆମମାନଙ୍କୁ କହେ, ଆମର ଶତ୍ରୁ, ଆମମାନଙ୍କର ଆଉ ପ୍ରତିକୂଳ ଲୋକ ଯେତେବେଳେ ଆମ ବିରୁଦ୍ଧରେ ଯାଆନ୍ତି, ଆମେ ସେମାନଙ୍କୁ ଭୁଲ କଥା କହିବାକୁ ହବ ନାହିଁ, ଆମେ ସେମାନଙ୍କୁ ରାଗିବାକୁ ହବ ନାହିଁ, ଆମେ ସେମାନଙ୍କୁ ଆଶୀର୍ବାଦ କରିବାକୁ ହବ। ରୋମିଓ 12:17-21 ପଦ ଯଦି ଆପଣ ପଢିବେ, ଲେଖାଯାଏ, ତୁମର ଶତ୍ରୁ କ୍ଷୁଧିତ ହେଲେ ତାକୁ ଖୁଆଅ, ତୃଷିତ ହେଲେ ତାକୁ ପାନ କରାଅ। ଯେତେବେଳେ ସେ ତାହା ପାଇବ, ତାହା ଖାଇବ, ତା ମୁଣ୍ଡରେ ତାକୁ ଜଳନ୍ତା ଅଙ୍ଗାର ଲୋଦି ଦେଲା ପରି ଲାଗିବ। ପ୍ରେରିତ ପଉଲ ଏ କଥା କହନ୍ତି। ତେବେ ଶତ୍ରୁ ମାନଙ୍କ ଆଗରେ ମଧ୍ୟ, ଯୋଉମାନଙ୍କୁ ଭଲ ପାଆନ୍ତି ନାହିଁ, ଯୋଉମାନଙ୍କୁ ହିଂସା କରନ୍ତି, ସେମାନଙ୍କ ଆଗରେ ଆମେ ମଧ୍ୟ ଆମମାନଙ୍କର କଟୁ କଥା କହିବାକୁ ହେବ ନାହିଁ। ପ୍ରିୟମାନେ, ଈଶ୍ୱରଙ୍କର ବାକ୍ୟ ଏ କଥା କହିବା ସଙ୍ଗେ ସଙ୍ଗେ ଆମେ ଯୀପ୍ତଙ୍କ ଜୀବନରେ ଏ ଗୁଣ ଦେଖୁଛୁ, ସେମାନଙ୍କୁ କଟୁ କଥା କହିଲେ ନାହିଁ, ସେମାନଙ୍କୁ ଭୁଲ କଥା କହିଲେ ନାହିଁ, ସେମାନଙ୍କ ବିରୁଦ୍ଧରେ ଗଲେ ନାହିଁ, ବରଂ ସେମାନଙ୍କ ସହିତ ଏକ ପରାମର୍ଶ ହେଲେ, କହିଲେ ଠିକ ଅଛି ମୁଁ ଯିବି, କିନ୍ତୁ ତୁମ ମୋ ଭିତରେ କଣ୍ଡିସନ, ମୁଁ ଯିବି ତ, କଣ କଣ୍ଡିସନ, ତୁମେ ମତେ ଶାସନକର୍ତ୍ତା କରିବ ତ, ସେ ସେୟା କଣ। ସେମାନେ ରାଜି ହେଲେ, ଯୁକ୍ତ ଗଲେ। ଯେତେବେଳେ ଯୁକ୍ତ ଗଲେ, ସେ ଜାଗାରେ ଯଦି 11 ପଦକୁ ଆମେ ଦେଖିବା, ସେଠାରେ ଲେଖାଯାଏ ଯେ ସେମାନଙ୍କ ସାଙ୍ଗେ କଥାବାର୍ତ୍ତା କରୁ କରୁ, ସେମାନଙ୍କ ସାଙ୍ଗେ କଥାବାର୍ତ୍ତା କରୁ କରୁ ସେ ସେମାନଙ୍କ ସହିତ ଆଲୋଚନା କଲେ। ଆଲୋଚନା କଲା ପରେ ସେ ଆଉ ମିସ୍ପା ବୋଲି ଏକ ସ୍ଥାନରେ ସେ କହିଲେ, ସେମାନଙ୍କ ସାଙ୍ଗେ ଭେଟିଲେ। এই ମିସ୍ପାର ଅର୍ଥ ହଉଛି ୱାଚ୍ ଟାୱାର ବା ଏକ ଆ ସ୍ତମ୍ଭ ସ୍ଥାନ ଅଟେ। ସେମାନଙ୍କୁ ଭେଟିଲେ, ଆଲୋଚନା କରୁଛନ୍ତି। ସେମାନଙ୍କ ସାଙ୍ଗେ ଆଲୋଚନା କଲା ପରେ କେମିତି ଯୁଦ୍ଧକୁ ଯିବେ, କଣ କରିବେ, ସେସବୁ ନିଶ୍ଚୟ ସେମାନଙ୍କ ସାଙ୍ଗେ ଆଲୋଚନା ହେଲା। ଆଲୋଚନା ହେଲା ପରେ ସେ ପ୍ରଥମେ ଈଶ୍ୱରଙ୍କ ନିକଟକୁ ଯାଇ ପଚାରୁଛନ୍ତି, ମୁଁ ଯିବି କି ନାହିଁ ଯୁଦ୍ଧକୁ, ମୁଁ ଗଲେ ଯୁଦ୍ଧ ଜିତିବି କି ନାହିଁ, ମୋ ପାଇଁ ଶୁଭ ହେବ କି ନାହିଁ। ଲେଖାଯାଏ, ପ୍ରଥମ କଥା, ସେ ଈଶ୍ୱରଙ୍କର ହସ୍ତ ତାଙ୍କ ଜୀବନରେ ଅନୁଭବ କଲେ। ଆମମାନଙ୍କ ଜୀବନରେ କୌଣସି କାର୍ଯ୍ୟ କରିବା ଆଗରୁ ଆମମାନେ ପ୍ରଥମେ ଈଶ୍ୱରଙ୍କୁ ପଚାରିବା ଦରକାର, ପ୍ରାର୍ଥନା କରିବା ଦରକାର, ଅପେକ୍ଷା କରିବା ଦରକାର। ତେବେ ଈଶ୍ୱର ଆମମାନଙ୍କୁ ଉତ୍ତର ଦେବେ, ତାଙ୍କ ସମୟରେ ସେ ଆମମାନଙ୍କୁ ଉତ୍ତର ଦେବେ। ଈଶ୍ୱରଙ୍କ ପାଖକୁ ନ ଯାଇ ବେଳେବେଳେ ତରତର ହେଇଯାଉ, ତରତର ନିଷ୍ପତ୍ତି ହେଇଯାଉ, କିନ୍ତୁ ଆମେ ଅପେକ୍ଷାକୁ ପଡିବାକୁ ପଡିବ। ଦ୍ୱିତୀୟ କଥା, ଯେତେବେଳେ ସେ ଈଶ୍ୱରଙ୍କର ହସ୍ତକୁ ଅପେକ୍ଷା କଲେ ଏବଂ ସେ ମଧ୍ୟ ଆଉ ଯୁଦ୍ଧ କଥାକୁ ପଚାରିଲେ ଏବଂ ଯୁଦ୍ଧରେ ଜିତିଲା ପରେ ସବୁ ଶ୍ରେୟ ସେ ସବୁ ଶ୍ରେୟ ସେ କଣ କରୁଛନ୍ତି, ଈଶ୍ୱରଙ୍କୁ ଦଉଛନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ କୌଣସି କାର୍ଯ୍ୟ କରିବାକୁ ଗଲେ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କୁ ଧନ୍ୟବାଦ ଦେବା ଦରକାର ଅଟେ। ଏତେ ବଡ ଜଣେ ଯୋଦ୍ଧା, ତାଙ୍କ ଶତ୍ରୁ ମାନଙ୍କୁ ମାରି ଆସିଲେ, ତାଙ୍କ ଭାଇମାନେ ସବୁ ଅଛନ୍ତି, କିନ୍ତୁ ସେ ନିଜକୁ କେବେ ମଧ୍ୟ ଗର୍ବ କଲେ ନାହିଁ। ଗର୍ବ ମନୁଷ୍ୟକୁ ନଷ୍ଟ କରେ। ଯଦି ସେ ଗର୍ବ କରିଥାନ୍ତା, ହୁଏତ ଈଶ୍ୱର ତାଙ୍କ ପ୍ରତି ଏଇ ବିଜୟ ଦେଇନଥାନ୍ତେ, ତାଙ୍କ ଭାଇମାନଙ୍କର ଶାସନକର୍ତ୍ତା ସେ ହେଇନଥାନ୍ତା। ସେଥିପାଇଁ ସେ ଗର୍ବ କଲେ ନାହିଁ। ପ୍ରଭୁ ତାଙ୍କୁ ସାର୍ଟିଫିକେଟ ଦଉଛନ୍ତି। ଯଦି ଆପଣ ଏବେ ତାର 11-5-6 ପଦକୁ ଦେଖିବେ, ଈଶ୍ୱର ନିଜେ ତାଙ୍କୁ ସାର୍ଟିଫିକେଟ ଦଉଛନ୍ତି। ଆଉ ସେ ଜଣେ ଯୋଦ୍ଧା, ସେ ଜଣେ ମନୋନୀତ ଲୋକ। ମୋ ନିମନ୍ତେ 5 ପଦରେ ଆପଣ ଯଦି ଦେଖିଲେ, ଆପଣ ଜାଣିବେ କେବେ ବି ଗର୍ବ କଲେ ନାହିଁ। ଗର୍ବ ମନୁଷ୍ୟର ଭବିଷ୍ୟତକୁ ନଷ୍ଟ କରେ। ଦିନକର କଥା, ନବୁକଦନେସ୍ଜର ବାବିଲକୁ ଗଢିଲେ, ଦେଖିଲେ, ଦିନେ ଛାତ ଉପରେ ବୁଲୁଥିଲେ, ଅତ୍ୟନ୍ତ ସୁନ୍ଦର ବଗିଚା, ଘର ଦ୍ୱାର, ଗଛ ଲତା ଏତେ ସୁନ୍ଦର। ସେ ମନେ ମନେ କହିଲେ ଯେ ମତେ ପ୍ରଭୁ ଦେଇଛନ୍ତି ବୋଲିବା ପରିବର୍ତ୍ତେ ସେ କହିଲେ, ମୁଁ କରିଛି, ଏସବୁ ମୋର, ଏତେ ସୁନ୍ଦର ସବୁ ଜିନିଷ କରିଛି, ସବୁ ମୋର। ଗର୍ବ କଲେ ସୌନ୍ଦର୍ଯ୍ୟ ପାଇଁ, ଗର୍ବ କଲେ ତାଙ୍କ କାର୍ଯ୍ୟ ପାଇଁ, ପରମେଶ୍ୱର ତାଙ୍କୁ ବଧ କଲେ। ସେ କହିଲେ, ମୂର୍ଖ, ତୁ ଯାହା ଭାବୁଛୁ ତାହା ନୁହେଁ, ଆଜିଠାରୁ ତୋର ରାଜ୍ୟ ତୋ ଠାରୁ ଚିରି ନିଆଗଲା। ତୁ ଘାସ ଖାଇବୁ,
ପତ୍ର ଖାଇବୁ, ପଶୁତୁଲ୍ୟ ହବୁ, ତା ଗର୍ବ ନଷ୍ଟ କଲ। ଦ୍ୱିତୀୟ ବ୍ୟକ୍ତିଙ୍କ କଥା ଯେତେବେଳେ ଆମେ ଦେଖୁଛୁ, ଦାଉଦଙ୍କର କଥା, ଦ୍ୱିତୀୟ ସାମୁଏଲ 7 ତାର 16 ଆଉ 18 ପଦ ଏବଂ ପ୍ରଥମ ବଂଶାବଳୀ 17-16 ପଦରେ ଲେଖାଯାଏ, ଦାଉଦକୁ ପ୍ରଭୁ ଏତେ ଆଶୀର୍ବାଦ କଲେ, ସେ ସମ୍ପୂର୍ଣ୍ଣ ଭାବେ ସବୁ ବିଷୟରେ ପରିପୂର୍ଣ୍ଣ ଥିଲେ। ଦାସ ଦାସୀ, ଘର ଦ୍ୱାର, ଟଙ୍କା ସୁନା ସବୁ ସେ ପରିପୂର୍ଣ୍ଣ ଥିଲେ। ତଥାପି ସେ ନିଜକୁ ନମ୍ର କରି କହୁଛନ୍ତି, ହେ ପ୍ରଭୁ, ମତେ ତୁମେ ଏତେ ଦେଲ, ମୋର କଣ ଗୁଣ, ମୋର କଣ ଯୋଗ୍ୟତା ରହିଛି? ମୁଁ କିଏ? ମୁଁ କିଏ? ସେଠି ପଡିବ, ମୁଁ କିଏ? କିଛି ନୁହେଁ ପ୍ରଭୁ, କେବଳ ତୁମର ହସ୍ତ। ମୋ ପ୍ରିୟ ଲୋକମାନେ, ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ସେ ରାଜା ହେଇଥିଲେ, କିନ୍ତୁ ଈଶ୍ୱରଙ୍କର ମଙ୍ଗଳ ଦାନକୁ ମନେ ପକାନ୍ତି। କେବଳ ତୁମର ହସ୍ତ, ଆମ ଧନ, ଆମ ସମ୍ପତ୍ତି, ଆମ ବଳ, ଆମ ଜ୍ଞାନ, ଆମ ପିଲାମାନଙ୍କ ଚାକିରି, ଆମ ଦରମା, ଆମର ଯେତେ ସବୁ ଅଛି, ଆମର ନାହିଁ। ମୋର ପ୍ରିୟ ଲୋକମାନେ, ସବୁ ଈଶ୍ୱରଙ୍କର। ଈଶ୍ୱରଙ୍କର ବଳବନ୍ତ ହସ୍ତ ତଳେ ଆପଣଙ୍କୁ ଉନ୍ନତ କଲେ ସେ ଆମମାନଙ୍କୁ ଉନ୍ନତ କରିବେ। ଆମେ କେବେ ଆପଣା ବଳରେ, ଆପଣା ଧନରେ, ଆପଣା ବିଦ୍ୟାରେ, ଆପଣା କାର୍ଯ୍ୟଶୈଳୀରେ ଗର୍ବ କରିବାକୁ ହବ ନାହିଁ। ଯାହା ସବୁ ପାଇଛୁ ସବୁ ଈଶ୍ୱରଙ୍କର। ତେବେ ଜିପ୍ତ କହୁଛନ୍ତି, ପ୍ରଭୁ ସବୁ କେବଳ ତୁମର, ମୋ ହାତରେ କିଛି ନାହିଁ, ମୁଁ ଅଯୋଗ୍ୟ, ମୁଁ ଶୂନ୍ୟ ହସ୍ତ, ମୋ ପାଖେ କିଛି ନାହିଁ। ପ୍ରଭୁ ସବୁ ତୁମର ଅଟେ, ତୁମ ଦୟାରେ ଆଜି ମୁଁ ଏପର୍ଯ୍ୟନ୍ତ ଆସିଅଛି। ବିଜୟ ତୁମର, ଯୁଦ୍ଧ ତୁମର, ଆଶୀର୍ବାଦ ତୁମର, ମୋ ପାଖରେ କିଛି ନାହିଁ। ଏଇ ପ୍ରକାର କି ମୋ ଭାଇ ମାନେ ମତେ ଘରରୁ ତୋଡ଼ିଦେଲେ, ସେତେବେଳେ ମଧ୍ୟ ତୁମେ ମୋ ସାଙ୍ଗରେ ଦେଇଥିଲ। ଈଶ୍ୱରଙ୍କ ନିକଟରେ ସେ ଉତ୍ସର୍ଗୀକୃତ ହେଇ ପ୍ରଭୁଙ୍କୁ ଧନ୍ୟବାଦ ଦଉଛନ୍ତି। ଆପଣଙ୍କର ଶତ୍ରୁ ମାନେ ଆପଣଙ୍କୁ ବେଳେ ବେଳେ ଦେଖି ଆପଣଙ୍କୁ ନତ କରିବାକୁ ଚାହାନ୍ତି। ଆପଣଙ୍କୁ ଭଲ ପାଉନଥିବା ଲୋକମାନେ ବେଳେ ବେଳେ ଆପଣଙ୍କୁ ତଳେ ପକେଇବାକୁ ଚାହାନ୍ତି, କିନ୍ତୁ ଆପଣ ଈଶ୍ୱରଙ୍କ ହାତରେ ପଡିଯାନ୍ତି। ସେ ଜୀବନ୍ତ ଈଶ୍ୱରଙ୍କ ହାତରେ ଆପଣ ମାନେ ଅଛନ୍ତି। ପ୍ରିୟ ଲୋକମାନେ, ଆଇବଙ୍କ ଜୀବନରେ ଆମେ ଦେଖୁଛୁ, ପ୍ରଭୁ ତାଙ୍କୁ ନିଜେ ସାର୍ଟିଫିକେଟ ଦଉଛନ୍ତି, ତାଙ୍କୁ କହୁଛନ୍ତି, ଏ ଆମ୍ବର ଦାସ, ଶୈତାନ ତୁମେ କଣ ମନେ ପକେଇଛ? ଏ ଆମ୍ବର ଦାସ। ସେତେବେଳେ ଶୈତାନ କହୁଛି, ସତରେ ସତରେ ମୁଁ କଣ ତୁମ ଦାସ, କଣ ତୁମର ବୃଥାରେ ସେ ସେବା କରୁଛି? ତୁମେ କଣ ତାକୁ ବାଡ଼ ଦେଇନ? ସେ କହିଲେ, ତୁମେ ଯାଅ। ପ୍ରଭୁ ତାକୁ ସାଟ କରିଦେଲେ। ସେଇ ଆଇବ ଆପଣା ବନ୍ଧୁ ମାନଙ୍କ ନିମନ୍ତେ ଯେତେବେଳେ ପ୍ରାର୍ଥନା କଲେ, ସେତେବେଳେ ସେ ବହୁ ଗୁଣରେ ଆଶୀର୍ବାଦ ପ୍ରାପ୍ତ ହେଲେ। ଗୀତ ସଂହିତା 136-23 ପଦରେ ଲେଖାଯାଏ, ସଦା ପ୍ରଭୁ ଦୀନହୀନ ପ୍ରତି ମନୋଯୋଗୀ ଅଟନ୍ତି। ଗୀତ ଯିଶାୟା ତାର 49-15-16 ପଦରେ ଲେଖାଯାଏ ଯେ, ମାତା ଆପଣା ଶିଶୁକୁ ପାଶରି ପାରେ, ସ୍ତନ୍ୟଦାୟୀ ମାତା ଆପଣା ଶିଶୁକୁ ପାଶରି ପାରେ, କିନ୍ତୁ ଆମେ ତୁମକୁ କେବେ ପାଶରିବା ନାହିଁ। ପରମେଶ୍ୱର ମା ଠାରୁ ମଧ୍ୟ ଅଧିକ ପ୍ରେମ କରନ୍ତି। ମୋ ପ୍ରିୟ ଲୋକମାନେ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଏହି କଥା ଈଶ୍ୱରଙ୍କର ବାକ୍ୟରେ ଲେଖାଯାଏ। ଏହା ଜିପ୍ତଙ୍କର ବଳ ନଥିଲା, ଏହା ଜିପ୍ତଙ୍କର ଶକ୍ତି ନଥିଲା, ଏହା ଜିପ୍ତଙ୍କର ପରାକ୍ରମ ନଥିଲା। ସବୁ ସେ କହୁଛନ୍ତି ଶ୍ରେୟ ସବୁ ଈଶ୍ୱରଙ୍କୁ ଦଉଛନ୍ତି। ଈଶ୍ୱରଙ୍କ ଉପରେ ନିର୍ଭର କରି ଈଶ୍ୱର ଆଶୀର୍ବାଦ କରିବେ। ତେବେ ଶେଷ କଥା ମୁଁ କହିବା ପାଇଁ ଚାହେଁ ଯେ, ପରମେଶ୍ୱର ନମ୍ର ଲୋକକୁ ଆଶୀର୍ବାଦ କରି ସମସ୍ତ ପ୍ରଦାନ କରିବେ। ଦ୍ୱିତୀୟ ବିବରଣ 8ରେ ଲେଖା ହେଇଛି, ତୁମେ କି ଘର କରିଥିଲ, ତୁମେ ଯୋଉ ଘରେ ରହୁଛ? ତୁମେ କି ବାଡ଼ ବେଢିଥିଲ ଏଠି ରହୁଛ? ତୁମେ କି ଚାଷ କରିଥିଲ, ତୁମେ ଖାଉଛ? ସବୁ କରିନଥିଲ ତୁମେ, ସବୁ ତୁମ ପାଇଁ ମଙ୍ଗଳ ଦାନ। ଯାହା ତିଆରି ହେଇନଥିଲା ସେ ଜାଗାରେ ରହିଲ, ଯାହା କରିନଥିଲ ଯାହା ଖାଇଲ, ଯାହା ବୁଣି ନଥିଲ ତାହା ସଂଗ୍ରହ କଲ। କେବଳ ଆମ୍ବର ଅନୁଭବ ଜିପ୍ତଙ୍କର ଜୀବନରେ ଆମେ ଦେଖୁଛୁ। ସେ କେବେ ବି ମର୍ମରିଂ ହେଲେ ନାହିଁ, ବଚସା କଲେ ନାହିଁ, ଭାଇମାନଙ୍କୁ କ୍ରୋଧ କଲେ ନାହିଁ, ଆଉ ସେ ନିଜ ଦକ୍ଷତାରେ ଚାଲିଗଲେ, କାର୍ଯ୍ୟରେ ସଫଳ ହେଲେ। ଆଉ ସେ ଯେତେବେଳେ ଫେରି ଆସୁଛନ୍ତି, ନମ୍ରତାର ସହିତ ଫେରି ଆସି ଆପଣା ଦେଶର ସେବା କରୁଛନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଜିପ୍ତଙ୍କ ଜୀବନରେ ନମ୍ରତା ଥିଲା, ସବୁ ସତ୍ତ୍ୱେ
ନମ୍ରତା, ବଳ, ଜ୍ଞାନ ସବୁ ସହିତ ସେ କହିଲେ ମୋ ଉପରେ ଈଶ୍ୱରଙ୍କର ହାତ ରହିଅଛି। ମୋ ଉପରେ ଈଶ୍ୱରଙ୍କର ହାତ ରହିଅଛି। ଆଉ ଯେତେ ସବୁ ବିଜୟର ଶ୍ରେୟ, ଯେତେ ସବୁ ବିଜୟର ପୁରସ୍କାର, ମୁକୁଟ, ଗୌରବ ମୋର ନାହିଁ, ଏହା ଈଶ୍ୱରଙ୍କର ଅଟେ। ଆମେ ଯେତେବେଳେ ଈଶ୍ୱରଙ୍କ ହାତରେ ସମର୍ପିତ ହେଇଯାଉ, ପ୍ରଭୁ ଆମମାନଙ୍କୁ ବ୍ୟବହାର କରିବେ, ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଯୁକ୍ତଙ୍କ ତୁଲ୍ୟ ଜୀବନ ଦିଅନ୍ତୁ, ଆଶୀର୍ବାଦ ଅନୁଗ୍ରହ କରନ୍ତୁ, ଆଉ ପରବର୍ତ୍ତୀ ସମୟରେ ତାଙ୍କ ପାଇଁ ଆମମାନଙ୍କୁ ବ୍ୟବହାର କରନ୍ତୁ। ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କୁ ଧନ୍ୟବାଦ ଦିଏ, ସମସ୍ତଙ୍କୁ ଧନ୍ୟବାଦ ଦିଏ।